ହୃଦୟ ଭାଙ୍ଗି ସାରିଥିଲା। ମନ ଭିତରେ ଯନ୍ତ୍ରଣାର ବେଦନାଟା ଛଟପଟ କରୁଥିଲା। ବିଶ୍ୱାସ ଭାଙ୍ଗିରୁଜି ଚୁରମାର ହୋଇସାରିଥିଲା। ଥରେ ନୁହେଁ, ଦୁଇ ଥର ପ୍ରେମରେ ଧୋକା ଖାଇଥିବା ପାପୁଲ ଆଖିରେ ଥିଲା ଆଖିଏ ଲୁହ। ଆଉ ହୃଦୟ ଭିତରେ ଥିବା କ୍ରୋଧଗୁଡ଼ା ଛାତି ଚିରି ବାହାରକୁ ଆସିଯାଉଥିଲା। ଆଉ ମନ ଭିତରେ ଥିବା ବିଶ୍ୱାସ ଯେମିତି ତାକୁ ହାତଠାରି ପରିହାସ କରି କହୁଥିଲା, କ'ଣ ପାପୁଲ, ଆଉ କାହା ଉପରେ ଭରସା କରିବୁ? ପାପୁଲ ଅସହାୟ ହେଇ କେବଳ ବିଶ୍ୱାସର ପରିହାସକୁ ଦେଖି ଚାଲିଥିଲା। ଆଉ କହୁଥିଲା, ଥାଉ, ମୋର ଆଉ କାହାକୁ ଭରସା କରିବାର ନାହିଁ। ମୋତେ ମୋ ରାସ୍ତାରେ ଯିବାକୁ ଦିଅ। ସବୁଠୁ ବଡ଼ କଥା ହେଲା, ଏତେ ପରେ ବି ସେ କାହାକୁ ଦୋଷ ଦେଉନଥିଲା। ବରଂ ନିଜକୁ ଦୋଷ ଦେଇ ଭଗବାନଙ୍କୁ ଖାଲି ଗାଳି ଦେଇ ଚାଲିଥିଲା। ସେ ସବୁଠୁ ବେଶୀ ଭରସା କରୁଥିବା ତା ଇଷ୍ଟକୁ କହୁଥିଲା, ହେ ପ୍ରଭୁ, ମୋର ଭୁଲ କେଉଁଠି ରହିଲା? ଏମିତି କାହିଁକି ମୋତେ ଦଣ୍ଡ ଦେଇ ଚାଲିଛ? ହେଲେ ସେ ଭଗବାନଙ୍କଠୁ କୌଣସି ଉତ୍ତର ପାଇବା ବଦଳରେ ବେଶୀ ବେଶୀ ଭାଙ୍ଗି ପଡ଼ୁଥିଲା। ଧୈର୍ଯ୍ୟ ଧରିବାକୁ କହିଲି, ଆଉ ପୁରା କଥା ତାକୁ କହିବାକୁ କହିଲି। ଧୈର୍ଯ୍ୟ ଧରିବା ପରିସ୍ଥିତିରେ ତ ସେ ନଥିଲା, ହେଲେ ତା ସହ ବିତି ଯାଇଥିବା ସେ ଦୁଃଖ ଆଉ ଯନ୍ତ୍ରଣାର କଥା ସେ କହିବା ଆରମ୍ଭ କରିଦେଇଥିଲା। ପ୍ରତାପ ଭାଇ, ମଣିଷ ଜୀବନରେ ଥରେ ହୃଦୟକୁ ଆଘାତ ହେଲା ପରେ ଆଉ କାହା ଉପରେ ଭରସା ଆସିବା କଷ୍ଟକର ହୋଇପଡ଼େ। ହେଲେ ମୁଁ ଦ୍ୱିତୀୟ ଥର ବିଶ୍ୱାସ କରି ଆଉ ଭରସା କରିବା ମୋତେ ଏତେ ମହଙ୍ଗା ପଡ଼ିବ ମୁଁ ଜମା ଜାଣିନଥିଲି। ଜଣକଠୁ ଧୋକା ଖାଇବା ପରେ ପୁଣି ମୋ ମନ ସାଇନା ସହ ମିଶି ଯାଇଥିଲା। ମୁଁ ଭାବିଥିଲି ଭଗବାନଙ୍କର ଏଇଟା ବୋଧେ ଆଶୀର୍ବାଦ ଥିଲା। ମୁଁ ପୂର୍ବ ଘଟଣାକୁ ସବୁ ଭୁଲି ପୁଣି ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ମୁଁ ଜାଣିନଥିଲି ପରେ ସେଇଟା ମୋ ପାଇଁ କେଉଁ ଅଭିଶାପଠୁ ବି କମ୍ ହେବନି ବୋଲି। ପ୍ରଥମ ପ୍ରେମରେ ହାରିବା ପରେ ପୁଣି ଆଉ ଥରେ ପ୍ରେମ ସମ୍ପର୍କ ଗଢ଼ି ଉଠେ ସାଇନା ସହିତ, ଯାହାକୁ ମୁଁ ଅତି ପ୍ୟାରସେ ସାନି ବୋଲି ଡାକେ। ସାନି ମୋ ଜୀବନରେ ଆସିବା ପରେ ମୋ ସହ ଘଟିଥିବା ସେ ପୁରୁଣା ଯନ୍ତ୍ରଣାକୁ ଭୁଲିବା ଆରମ୍ଭ କରିଦେଇଥିଲି। ଦୁହେଁ ଦୁହିଁଙ୍କ ଭିତରେ ନିବିଡ଼ତା, ଆମ ଭଲ ପାଇବାର ସେ ଆଶା ଭରସାକୁ ନେଇ ଅନେକ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିଲୁ। ବେଶ ହସ ଖୁସି ମଜାମସ୍ତି ଭିତରେ ଆମ ପ୍ରେମର ଗାଡ଼ି ବେଶ ଆଗକୁ ମାଡ଼ି ଚାଲିଥିଲା ଭାଇ। ମୁଁ ଖାଲି ସାନିକୁ ଭଲ ପାଉନଥିଲି, ତା ପରିବାରକୁ ମୁଁ ଭାରି ସମ୍ମାନ ବି ଦେଉଥିଲି। ତାଙ୍କ ପରିବାରକୁ ନିଜ ପରିବାର ଭାବି ଯେତେବେଳେ ଯାହା ଦରକାର ସବୁ ସାହାଯ୍ୟ ବି କରିଆସୁଥିଲି। ଏମିତିକି ତାଙ୍କ ଘରର ଆର୍ଥିକ ପରିସ୍ଥିତି ଭାରି ଖରାପ ଥିଲାବେଳେ ଆମ ଘରେ ମୋ ବାହାଘର ପାଇଁ ଝିଅ ଖୋଜିବା ଆରମ୍ଭ କରିଦେଇଥିଲେ। କାହିଁକି ନା ମୁଁ ଘରର ବଡ଼ ପୁଅ ଥିଲି। କିନ୍ତୁ ତା ବିନା ମୁଁ ଆଉ କାହାକୁ ମୋ ମନରେ ଜାଗା ଦେଇ ପାରିବିନି ବୋଲି ପରିବାର ଦେଖୁଥିବା ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲିଥିଲି। ସେ ମୋ ପାଇଁ ବହୁତ ବଡ଼ ଥିଲା, ଆଉ ମୋ ହୃଦୟର ସ୍ପନ୍ଦନ ବି ଥିଲା। ତା ଘରର ପରିସ୍ଥିତି ପାଇଁ ମୁଁ ନିଜେ ଟଙ୍କା ଖର୍ଚ୍ଚ କରି ବାହା ହେଇ ଘରକୁ ଆଣିବାକୁ ତାକୁ ପ୍ରସ୍ତାବ ଦେଇଥିଲି, ହେଲେ ସେ ରାଜି ହେଇନଥିଲା। ଶେଷରେ ମୁଁ ନିଜେ ତା ପାଇଁ ବାହା ନ ହୋଇ ମୋ ସାନ ଭାଇର ବାହାଘର କରେଇ ଦେଇଥିଲି। ସବୁକିଛି ଠିକ୍ଠାକ୍ ଚାଲିଥିଲା, ହେଲେ ପ୍ରତାପ ଭାଇ, ମୋ ଭଲ ପାଇବାରେ କାହାର ନଜର ଲାଗିଯିବ କେବେ ମୁଁ ସ୍ୱପ୍ନରେ ଭାବିନଥିଲି। ଏତେ ଭଲ ପାଉଥିବା ଝିଅକୁ ଆଉ ତା ପାଇଁ ଏତେ ସବୁ ସାକ୍ରିଫାଇସ୍ କରିବା ପରେ ବି ସେ ମୋତେ ଏମିତି କିଛି କହି ମୋ ହାତ ଛାଡ଼ିଦେବ ବୋଲି ମୋ ସ୍ୱପ୍ନ ବାହାରେ ଥିଲା। ଯେଉଁଠି ମୋ ନିଜ ବାହାଘର ପାଇଁ ସବୁ ନିନ୍ଦା ଅପବାଦ ସହି ସାନ ଭାଇର ବାହାଘର କଲି, ନିଜ ଜୀବନକୁ ବାଜିରେ ଲଗେଇ ଖରାପ ପିଲା ନଜରରୁ ଦୂରେଇ ରଖିଲି। ଶେଷରେ ସେଇ ଝିଅ ମୋଠୁ ଦୂରେଇ ଯିବାକୁ କ'ଣ ବାହାନା କରିଥିଲା ଜାଣିଛନ୍ତି ପ୍ରତାପ ଭାଇ? କହିଲା, ମୁଁ କୁଆଡ଼େ ଖରାପ ପିଲା, ମୁଁ କୁଆଡ଼େ ତାକୁ ସମୟ ଦେଉନି, ମୁଁ କୁଆଡ଼େ ଲୟାଲ୍ ନୁହେଁ। ଏସବୁ କଥା ଶୁଣିବା ପରେ ମୁଁ ତା ଉପରେ ଜମା ବି ରାଗିପାରିଲିନି ଭାଇ। ମୋ ନିଜ ଭାଗ୍ୟକୁ ଦୋଷ ଦେଇ କେବଳ ବେଶୀ ଭଗବାନଙ୍କ ଉପରେ ରାଗି ଚାଲିଥିଲି। ଆଉ କହିଥିଲି, ହେ ଭଗବାନ, ମୁଁ ତା ପାଇଁ କ'ଣ ନ କରିଛି? ତାକୁ ପାଇବାକୁ କେତେ ପୂଜା ବ୍ରତ ମାନସିକ କରିଛି। ଶେଷରେ ଭଗବାନଙ୍କ ଉପରେ ଏତେ ରାଗ ଲାଗିଲା ଯେ ମୁଁ ଭଗବାନଙ୍କ ପାଖକୁ ଯିବା ବି ବନ୍ଦ କରିଦେଲି। ସବୁ ପରେ ଆଜି ବି ମୋ ମନ ଭିତରୁ ତାକୁ ମୁଁ ବାହାର କରିପାରୁନି ଭାଇ। ଆଉ ମୋ ହୃଦୟର ସେ ସ୍ପନ୍ଦନରୁ ତାକୁ କାଢ଼ି ପାରୁନି। ଖାଲି ଯନ୍ତ୍ରଣାରେ ଛଟପଟ ହେବା ଛଡ଼ା ମୋ ପାଖରେ ଆଉ ଯେମିତି କିଛି ରାସ୍ତା ଦେଖାଯାଉନି। ହେଲେ ସେ କାହିଁକି ଏମିତି କଲା ମୁଁ ଜାଣିପାରୁନି। ତାର ସବୁ ସ୍ମୃତି ମୋ ଛାତି ଭିତରେ ରହି ଖାଲି ଯନ୍ତ୍ରଣା ଦେଉଛି। ମୁଁ କହିଲି, ସେ ଅତୀତକୁ ମନେ ପକେଇ ଲାଭ କ'ଣ? ଯିଏ ତମଠୁ ଥରେ ଦୂରେଇ ଗଲା ନା, ସେ କେବେ ଆଉ ତମର ହେଇପାରେ ନା। ହୁଏତ ସେ ଆଉ କାହାକୁ ମନ ଦେଇ ସାରିଥିବ, ନହେଲେ ତମଠୁ ଅଧିକ ପଇସାବାଲା ତାକୁ ମିଳିସାରିଥିବ। ସବୁଠୁ ବଡ଼ କଥା ହେଲା, ତମେ ଯେଉଁ ଭଗବାନଙ୍କୁ ଦୋଷ ଦେଉଛ, ହୁଏତ ତମ ଭଲ ପାଇଁ ସେ ତମକୁ ତାଠୁ ଦୂରେଇ ଦେଇଥିବେ। ନହେଲେ ଏମିତି ଝିଅକୁ ଜୀବନସାଥୀ କରି ନୀଳ ଡ୍ରମ୍ ଭିତରେ ଥିବ, ନହେଲେ ପାହାଡ଼ ଉପରୁ ତଳକୁ ପେଲା ଖାଇ ନିଶ୍ଚୟ ମରିବ, ନହେଲେ ଏବେ ଘଟିଥିବା ବଡ଼ାମ୍ବା ଘଟଣା ଭଳି ଯୌନଙ୍ଗ କଟାଯାଇ ମାରିଦେବେ। ଯଦି ସତରେ ତମର ଭଗବାନଙ୍କ ଉପରେ ଭକ୍ତି ଅଛି, ଭାବିନିଅ ଭଗବାନ ତମ ଜୀବନ ବଞ୍ଚେଇ ଦେଇଛନ୍ତି। ମୋ କଥା ଶୁଣି ଶେଷରେ ଟିକେ ସେ ହସି ଦେଇଥିଲା, ହେଲେ ତାର ସେ ହସ ଭିତରେ କେତେ ଯନ୍ତ୍ରଣା ଲୁଚି ରହିଥିଲା ସେ କଥାକୁ ମୁଁ ଭଲ ଭାବରେ ଅନୁଭବ କରିପାରୁଥିଲି।
ଶେଷରେ କହିଲା, ଭାଇ ମୋ ପ୍ରେମକୁ ନେଇ ଯଦି ଗୋଟେ କାହାଣୀ କରିବେ, ଏମିତି ପ୍ରେମିକାମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିପାରନ୍ତା। ହଉ ଠିକ୍ ଅଛି କହିଲି, ଆଉ ପାପୁଲ ପାଇଁ ଏଇ କାହାଣୀଟି ଲେଖିଦେଇଥିଲି। କାହାଣୀ ଶୁଣିଲା ପରେ ସେ ଝିଅକୁ ନେଇ ପାପୁଲକୁ କ'ଣ ବୁଝେଇବେ ମୁଁ ତ ଜାଣିନି, ହେଲେ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।